ସବସ୍କ୍ରାଇବର ଭଉଣୀ ପଣସ କଠା ଦେଇଛନ୍ତି, କହିଲେ ଟିକେ ପଣସ କଠା ବନେଇ ଦିଅ। ଚାଲନ୍ତୁ ଭଉଣୀଙ୍କ ପାଇଁ ପଣସ କଠା ବନେଇବା। ଆପଣମାନଙ୍କୁ ସ୍ୱାଗତ। ଚାରୁମଗଜ ଦିଆ ପଣସ କଠାର ଜୋଖା ବାଲା ବନେଇବା ପାଇଁ ପ୍ରଥମେ ଆମେ ପଣସକୁ କାଟିଦେବା। ଆମେ ପନିକିରେ ଆଉ ହାତରେ ଟିକେ ତେଲ ମାରିଦେବା, ପଣସକୁ କାଟିବା। ଏବେ ପଣସକୁ କାଟୁଛି, ପଣସରୁ ଚୋପା ଛଡ଼େଇଦେବା, ତାର ଭିତର ଭଣ୍ଡା କାଢ଼ିଦେବା। ଭଣ୍ଡା ରହିଲେ କଷା ଲାଗିବ। ଏବେ ସବୁଯାକ ପଣସ ମୁଁ କାଟି ଦେଇଛି। ଏବେ ତାକୁ ହଳଦୀ ପାଣିରେ ପକାଇଦେବା, ନହେଲେ କଳ ପଡ଼ିଯିବ। ଏବେ ହଳଦୀ ପାଣିରେ ପକାଇ ଧୋଇକି ନେଇଯାଇଛି। ଗ୍ୟାସ୍ ଉପରେ ଗୋଟେ ପାତ୍ରରେ ପାଣି ବସାଇ ଦେଇଛି, ତାପରେ ଟିକେ ହଳଦୀ ଦେଇଦେବା, ତାପରେ କାଟିକି ରଖିଥିବା ଆଳୁ ଆଉ ପଣସକୁ ଦେଇଦେବା, ତାପରେ ଲୁଣ ପକାଇଦେବା, ତାକୁ ଘୋଡ଼ିଦେବା। ଏବେ 50% ସିଝି ଯାଇଛି। ଗୋଟେ ଛଣ ସାହାଯ୍ୟରେ ଆମେ ଛାଣିଦେବା, ଯାହାଫଳରେ ଯେଉଁ କଷା ଅଂଶ ଥିବ ପାଣିରେ ରହିଯିବ, ଅଲଗା ହୋଇଯିବ। ଗ୍ୟାସ୍ ଉପରେ ମୁଁ ଗୋଟେ କରେଇ ବସାଇ ଦେଇଛି, ତାପରେ ଆମେ ଆବଶ୍ୟକ ମୁତାବକ ସୋରିଷ ତେଲ ଦେବା, ତାପରେ ଦେବା ଜିରା, ଶୁଖିଲା ଲଙ୍କା, ତେଜପତ୍ର, ତାପରେ ଦେବା ପିଆଜ, ତାପରେ ବାଟିକି ରଖିଥିବା ଅଦା ରସୁଣର ପେଷ୍ଟକୁ ଦେବା, ତାପରେ ଆବଶ୍ୟକ ମୁତାବକ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କରି ପାଉଡ଼ର ଏବଂ ଗରମ ମସଲା ଦେଇକି କଷିବା। ଏବେ ଗୋଟେ ଟମାଟୋକୁ କାଟିକି ଦେଇଦେବା। ଏବେ ତାକୁ ଘୋଡ଼େଇ ଘୋଡ଼େଇ କଷିବା। ଏବେ ମସଲାର ତେଲ ଅଲଗା ହୋଇଯାଇଛି। ଏବେ ସିଝେଇକି ରଖିଥିବା ପଣସ କଠା ଆଉ ଆଳୁକୁ ପକାଇଦେବା, ତାକୁ ଆଉ 10 ମିନିଟ୍ ନଉଟ ପୋଟ କରିବା। କାଟିକି ରଖିଥିବା ଚାରୁମଗଜକୁ ଆମେ ଦେଇଦେବା, ତାକୁ ଆଉ ଟିକେ ନଉଟ ପୋଟ କରିକି ଲୋ ଫ୍ଲେମ୍ରେ 10 ମିନିଟ୍ ବସାଇଦେବା। ଏବେ ଟିକେ କସ୍ତୁରୀ ମେଥି ପକାଇ ଦେଇକି ପ୍ଲେଟ୍କୁ ବାଢ଼ିବା ଖାଇବା ପାଇଁ। ସବସ୍କ୍ରାଇବ୍ ଭଉଣୀ, ଆପଣଙ୍କ ପଣସ କଠା କଷା ହୋଇଯାଇଛି। ମୁଁ ଟେଷ୍ଟ କଲି, ବହୁତ ଭଲ ଥିଲା। ନେକ୍ସଟ ବ୍ଲଗ୍ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଶ୍ରୀ ଜଗନ୍ନାଥ।